आज ହେଉଛି ପବିତ୍ର ବିଜୟା ଦଶମୀ ଅର୍ଥାତ୍ ଶାରଦୀୟ ଦୁର୍ଗା ପୂଜାର ଆଜି ହେଉଛି ଶେଷ ଦିନ। ଅଧର୍ମ ଉପରେ ହେବ ଧର୍ମର ଜୟ, ପାପ ଉପରେ ହେବ ପୁଣ୍ୟର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ହେବ ଜୟ। ଏଥିପାଇଁ ମଣ୍ଡପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି। ସ୍ୱତନ୍ତ୍ର ତନ୍ତ୍ର ମନ୍ତ୍ର ଚଣ୍ଡୀ ପାଠରେ ଫାଟି ପଡୁଛି ପୁରପଲ୍ଲୀ। ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ନୀତିକାନ୍ତି ଅନୁସାରେ ଚାଲିଛି ମା ଜଗତ ଜନନୀଙ୍କ ପୂଜାର୍ଚ୍ଚନା। ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି। ତେବେ ଏଠି ମାନ୍ୟତା ରହିଛି, ଆଜିର ଦିନରେ ମାଙ୍କ ପୂଜା କଲେ 10 ଜନ୍ମର ପାପରୁ ଉଦ୍ଧାର ମିଳିଥାଏ। ତେବେ ଏନେଇ ପୁରାଣରେ ମଧ୍ୟ ବର୍ଣ୍ଣିତ ରହିଛି ଯେ ମହିଷାସୁରର ଅତ୍ୟାଚାରରେ ଦେବତାମାନେ ଯେତେବେଳେ ତ୍ରାହି ତ୍ରାହି ଡାକୁଥିଲେ, ସେତେବେଳେ ପୃଥିବୀ ଭୟରେ ଥରି ଉଠିଥିଲା। ସେହି ସମୟରେ ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆବିର୍ଭୂତ ହୋଇଥିଲେ ମା ଦୁର୍ଗତି ନାଶିନୀ ଦୁର୍ଗା। ତେବେ ଆଶ୍ୱିନ ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀ ତିଥିରେ ଦେବୀ ଦୁର୍ଗା ମହିଷାସୁରକୁ ନିପାତ କରିଥିବାରୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ। ତେଣୁ ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ। ଏଭଳି ଅଧିକ ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୁଅନ୍ତୁ। ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରନ୍ତୁ।